ସାଙ୍ଗମାନେ ଆଜି ବଡ଼ ଖନ୍ଦା ଜାଲ ମାଛ ଦେଖିବା ପାଇଁ ରେଡ଼ି ହେଇଯାଆନ୍ତି, କିନ୍ତୁ ଇଏ ଆମର ମାଛ ନୁହେଁ। ତ ଜୟ ଜଗନ୍ନାଥ ସାଙ୍ଗମାନେ, ପୁଣି ଥରେ ଆପଣମାନଙ୍କୁ ଛୋଟ ବ୍ଲଗ୍ରେ ଗୋଟେ ସ୍ୱାଗତ। ଆଜି ଆମେ ଆସିଥିଲୁ ଚିଲିକାରେ ଜାଲ ବସିବା। 2 ଦିନ ତଳେ ଜାଲ ଉଠେଇ ନେଇଯାଇ, ତ ସୂର୍ଯ୍ୟର ପାଖକୁ ଆମେ ଆସିଛୁ ଜାଲ ବସିବା। ସୂର୍ଯ୍ୟକୁ ବର୍ତ୍ତମାନ ମୁଁ 20ରୁ 30 ଥର କଲ୍ କରିସାରିଲିଣି, ଏପର୍ଯ୍ୟନ୍ତ ସେ ଉଠଉନି। ତ ତା କିଛି ସମୟ ପରେ ତାଙ୍କ ଡଙ୍ଗା ଦେଖାଗଲା। ଆମେ ତାଙ୍କ ଡଙ୍ଗା ପାଖକୁ ମେସିନ୍ ମାରିକି ପାଖେଇଲୁ। କିଛି ଜୟନ୍ତପୁରିଆ ଏଠି ଖଟେଇଛନ୍ତି ଜାଲ ପକା ନା ଡୁବି ଜାଲ ପକା ବାହାଣିଆ। ତ ତାକୁ ଯେତେବେଳେ ପଚାରିଲୁ କ'ଣ ପାଇଁ ଫୋନ୍ ଉଠୁନଥିଲୁ, ସେ କହିଲା ଯେ ଭଗବାନ ମୁଁ ମୋ ଫୋନ୍ ଛାଡ଼ିକି ଆଇଛି। ମୁଁ କହିଲି ବହୁତ ଭଲ କରିଛୁ। ଆଉ ମୋତେ ଘରେ ବାହାରିକି ଫୋନ୍ କଲା, କହିଲା ଭାଇ ଆମେ ଚିଲିକା ଯାଉଛୁ, ତମେ ବି ଆସ, ଆଉ ଡଙ୍ଗାକୁ ନା ପାଖେଇବ, ଆଉ ଫୋନ୍ କରିକି ଆମେ ପାଖାପାଖି ହେବା। କିନ୍ତୁ ଏବେ କହୁଛି ଭାଇ ମୁଁ ଫୋନ୍ ଛାଡ଼ିକି ଆଇଛି, ମୋର ମନ ନାହିଁ। ଆଉ କିନ୍ତୁ ଆମେ ଭୁଲ ହେଇକି ଆଉ ଗୋଟେ ଆଡ଼େ ପଳେଇଥିଲୁ, ଡେଙ୍ଗା ଖମ୍ବ ଆଡ଼େ, ସିଆଡ଼କୁ ଆଡ଼େ ଭୁଲ ହେଇକି ପଳେଇଥିଲୁ। ତ ଏଠି ପିଇସା ପାଣିରେ ପଶିକି ପୁଡ଼ା ମୋତେ ଦେଲେ, ବାକି ବଡ଼ ଖନ୍ଦା ଜାଲ ପୁଡ଼ା ଏଇଟା, ତାଳୁଆ ପୁଡ଼ା, ଯାହାକି ସବୁଠୁ ଅଧିକା ମାଛ ପଡ଼ିଥାନ୍ତି। ଦେଖନ୍ତୁ ଏଇଭଳିଆ କିଛି ମାଛ ପଡ଼ିଛନ୍ତି, 5-7ଟା କଉ, ଗୋଟେ ଖଇଙ୍ଗାଟେ ପଡ଼ିଛି। ତ ତାଙ୍କର ମାଛ ଦେଖି ଆମେ ଜାଲ ବସିବାକୁ ଲାଗିଲୁ, ଯାହା ଯେମିତି ପଡ଼ିଥିଲେ। ତ ଜାଲ ବସୁ ବସୁ ବେଳ ବୁଡ଼ିଗଲା। ବର୍ତ୍ତମାନ ଆମର ଜାଲ ବସିବା ସରିଲାଣି, କିନ୍ତୁ ଗୋଟେ ଜାଲ ପାଖରେ ଆସି ଢୁକିଗଲା। ଆଉ ଏବେ ସନ୍ଧ୍ୟା ତ ହେଇଗଲାଣି, ଜାଲ ବସେଇ ବସେଇ ପୁରା ଶୀତରେ ଥରି ଦିନ ସାରା ସରିଗଲା। ତ ଗୋଟେ କଉ ମାଛଟେ ଆମର ସୂର୍ଯ୍ୟ ଦେଇଥିଲା। ବର୍ତ୍ତମାନ ଆମେ ଗାଁକୁ ତ ଏଇଭଳି ଭିଡ଼ିଓ ଦେଖିବାକୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କର। ଆଉ ବାକି ସୂର୍ଯ୍ୟ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରିକି ନିଶ୍ଚୟ